ଏବେ ଶ୍ରଦ୍ଧା ନିବେଦନ ରଖିବା ପାଇଁ ପ୍ରବକ୍ତା ଶ୍ରୀଯୁକ୍ତ କମଳେଶ ମହାରଣାଙ୍କୁ ଅନୁରୋଧ ରଖୁଛି, ସେ ତାଙ୍କର ଦୁଇପଦ ଶ୍ରଦ୍ଧା ନିବେଦନ କରନ୍ତୁ। ଏ ଜାତିର ଜାତକ ତୁମେ ମହାପ୍ରଭୁ, ଦୁଃଖୀର ସାଇତା ଧନ, ତୁମ ବ୍ୟତିରକେ ଗତି ମୁକ୍ତି ନାହିଁ ଆହି ନୀଳାଚଳ ଜହ୍ନ। ବନ୍ଦେହଂ ଶ୍ରୀଗୁରୁଂ ଶ୍ରୀଯୁତପଦ କମଳଂ ଶ୍ରୀଗୁରୁଂ ବୈଷ୍ଣବାଞ୍ଚ ଶ୍ରୀରୂପಂ ସାଗ୍ରଜାତಂ ସହଗଣ ରଘୁନାଥା ନିତ୍ୟତ୍ୱଂ ସଜୀବଂ ସାଦ୍ୱୈତଂ ସାବଧୂତଂ ପରିଜନ ସହିତଂ ଶ୍ରୀକୃଷ୍ଣ ଚୈତନ୍ୟ ଦେବ ଶ୍ରୀରାଧା କୃଷ୍ଣ ପାଦାନ ସହଗଣ ଲଳିତା ଶ୍ରୀ ବିଶାଖା ନିତ୍ୟାଞ୍ଚ। ବିଦଗ୍ଧ କଳା ପାଲା ଜଗତର ଜଣେ ଅମ୍ଳାନ ପ୍ରତିଭା, ଖୋର୍ଦ୍ଧା ଜିଲ୍ଲାର ଗର୍ବ ଆଉ ଗୌରବ ଏ ମାଟି, ଯାହାକୁ ଚିହ୍ନିଥିଲା ଦିନେ ଏବଂ ଗାୟକ ସମ୍ରାଟ ଉପାଧିରେ ଭୂଷିତ କରିଥିଲା। ଜଣେ ହାଇସ୍କୁଲର ଶିକ୍ଷକ ଭାବରେ କାଳାତିପାତ କରିଥିଲେ ମଧ୍ୟ ପାଲା ଜଗତର ଗୁରୁ ଭାବରେ ନିଜକୁ ସଜ୍ଜିତ କରିଥିଲେ ଏବଂ ଗରିବ ପରିବାରରେ ଜନ୍ମ ହୋଇ ମଧ୍ୟ ସେ ଯେଉଁ ଓଡ଼ିଶା ମାଟି ପାଇଁ, ଆମ ଖୋର୍ଦ୍ଧା ମାଟି ପାଇଁ ଯେଉଁ ସୁନାମ ଅର୍ଜନ କରିଥିଲେ ସେ ଆଉ କେହି ନୁହନ୍ତି, ସ୍ୱର୍ଗତ ଗାୟକ ସମ୍ରାଟ ଶ୍ରୀଯୁକ୍ତ ଅଭୟଚରଣ ସ୍ୱାଇଁ ମହୋଦୟ, ଯାହାଙ୍କର ଅବର୍ତ୍ତମାନରେ ଗୋଟେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଏ ମାଟିରେ। ସେଭଳି ଗାୟକ ହୁଏତ ମୁଁ ମଧ୍ୟ ତାଙ୍କର ପାଲା ଦେଖିନି, କିନ୍ତୁ ଶାରୀରିକ ଭାବରେ ଖୋର୍ଦ୍ଧା ବଜାରରେ ସେ ଅବସରପ୍ରାପ୍ତ ନେଲା ପରେ ଅନେକ ଥର ଦେଖା ହେଇଛି, କଥା ମଧ୍ୟ ହୋଇଛି। ଏବଂ ଦ୍ୱିତୀୟ ଆତ୍ମା ହେଉଛନ୍ତି ଗାୟକ ଶେଖର ଜଗନ୍ନାଥ ବେହେରା। ତାଙ୍କର ପାଲା ମୁଁ ଗୋଟିଏ ଥର ଦେଖିବାର ସୁଯୋଗ ପାଇଛି ଜୀବନରେ, ପିଲାଦିନେ 7-8 ବର୍ଷ ହୋଇଥିଲା। ଆଜିକାର ଦିନରେ ସମଗ୍ର ଓଡ଼ିଶାରେ ଅନେକ ପାଲା ଗାୟକମାନେ ସୃଷ୍ଟି ହୋଇଛନ୍ତି, ଗାୟିକାମାନେ ମଧ୍ୟ ସୃଷ୍ଟି ହୋଇଛନ୍ତି, କିନ୍ତୁ ଏତେ ପୁରାତନ କାଳରୁ ପାଲା ଜଗତରେ ସେ ପାଦ ଦେଇଥିବା ବେଳେ କୁମ୍ଭାର ଘରରେ ଜନ୍ମ ହୋଇ ତାଙ୍କର ଯେଉଁ ଲାଇଫ୍ ହିଷ୍ଟ୍ରିକୁ ୟୁଟ୍ୟୁବରେ ପ୍ରଚାର ପ୍ରସାର କରାଯାଇଛି, ମୁଁ ଯେତିକି ଦେଖିଛି ଏବଂ ଜାଣିଛି, କେବଳ ପାଲା କରିବା ପାଇଁ ସେ ସରକାରୀ ଚାକିରି, ଭଲ ଭଲ ଦରମାର ପଦବୀକୁ ମଧ୍ୟ ଛାଡ଼ି ଦେଇଥିଲେ ତାଙ୍କ ଜୀବନରେ। କେତେଜଣ ଗାୟକ ଆଜିକାର ଦିନରେ ପାଲା କଳା ଓ ଓଡ଼ିଆ ସାହିତ୍ୟ ଭିତରେ ଇଂଲିଶକୁ ପ୍ରୟୋଗ କରୁଛନ୍ତି, ଇଂରାଜୀ ଭାଷାକୁ ପ୍ରୟୋଗ କରିବା, ତାଙ୍କର ଯେଉଁ ଗାୟକଙ୍କର ଯେଉଁ ଲକ୍ଷଣ, ତାଙ୍କଠାରେ ଯେତିକି ଲକ୍ଷଣ ଶୋଭା ପାଉଥିଲା ଆଜିକାର ଦିନରେ ତାହା ଦେଖିବାକୁ ହୁଏତ ପ୍ରାୟ ମିଳେ ନାହିଁ। ଯଦି ଜଣେ ଗାୟକ ଆଜିକାର ଦିନରେ ଗୋଟାଏ ଚୌପଦୀ କିମ୍ବା ଗୀତ ବୋଲି ଡେଇଁ ପଡ଼ୁଛନ୍ତି, ସେଇଆକୁ ଫଲୋ କରିକିରି ଅନ୍ୟ ସମସ୍ତ ଗାୟକ ଗାୟିକା ତାକୁ କାର୍ବନ କପି କରିବାରେ ବ୍ୟସ୍ତ, କିନ୍ତୁ ନିଜସ୍ୱ ଶୈଳୀ ଦେଖାଇବା ପାଇଁ ଗାୟକ ଗାୟିକାମାନଙ୍କର ଆଜିକାଲି ଯୁଗ ଦିନରେ ପ୍ରୟାସ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କ ଜୀବନଚର୍ଯ୍ୟା ଭିତରୁ ଆମେ ଏତିକି ଅନୁଭବ କରିବା, ସେ ତ ଯେଉଁଠି ଥିବେ ନିଶ୍ଚିତ ଭାବରେ ସେ ଆତ୍ମା ପରମାତ୍ମାଙ୍କ ସହିତ ମିଳନ ହେବ, କାରଣ ସେମାନେ ସେତିକି ସହୃଦୟତାର ଜୀବନଯାପନ କରିଥିଲେ, ନିଃସ୍ୱାର୍ଥପରତାର ସହିତ କଳାକୁ ଆଦରି ନେଇଥିଲେ ଏବଂ ଅନେକ ଶିଷ୍ୟ ମଧ୍ୟ ଉତ୍ପାଦନ କରିଥିଲେ, ଯାହା ଯେଉଁମାନେ ଆଜିକାର ଦିନରେ ମଧ୍ୟ ସମଗ୍ର ଓଡ଼ିଶାରେ ଭଲ ଗାୟକ ଭାବରେ ଛିଡ଼ା ହୋଇପାରିଛନ୍ତି। କିନ୍ତୁ ଯେଉଁ ଜାଗାରେ ଯାଇ ସେମାନେ ପାଲା କରୁଥିଲେ, ଆଜିକାର ଗାୟକମାନେ ସେ ଜାଗାରେ ପହଞ୍ଚିବା ପାଇଁ କେତେଜଣ ଗାୟକ ଆଜ୍ଞା ଦିଲ୍ଲୀ ଯାଉଛନ୍ତି, ଦିଲ୍ଲୀ ଦରବାରକୁ ପାଲା କରିବା ପାଇଁ। ରାଣୀ ରାଜାଙ୍କ ଆଗରେ ସେ ସ୍ୱାଧୀନତାର ପୂର୍ବବର୍ତ୍ତୀ ସମୟରେ ପାଲା କରିଥିଲେ, ଇଂରେଜ ଶାସନ ସମୟରେ ପାଲା କରିଥିଲେ। ଯାହା ହେଉ ତାଙ୍କର ଅମ୍ଳାନ ଆତ୍ମା ସେହି ମହାପ୍ରଭୁଙ୍କର ଚରଣରେ ସ୍ଥାନ ପାଉ ଏବଂ ତାଙ୍କରି ଭଳି ଅନେକ ଗାୟକ ଆଜିକାର ଦିନରେ ପୁଣି ସୃଷ୍ଟି ହୁଅନ୍ତୁ। ଆଜିକାର ଯୁବପିଢ଼ିର ଗାୟକମାନଙ୍କ ଉପରେ ତାଙ୍କର ନିଶ୍ଚିତ ଭାବରେ ଆଶୀର୍ବାଦ ସହିତ କିଛି ଛାପା ପଡ଼ୁ ଏବଂ ତାଙ୍କର ପାଲା ଶୈଳୀକୁ ଅନୁସରଣ କରିବା ପାଇଁ ଆଜିକାର ଦିନରେ ଆମେ କଥା ରଖିବା ନିଶ୍ଚିତ ଭାବରେ। ଏ ମହାନ ସମୟରେ ଆଜିକାର ଯେଉଁ ସ୍ମୃତି ସଭାଟି ଆୟୋଜନ କରିବା ପାଇଁ ସମସ୍ତଙ୍କର ଇଚ୍ଛା ପ୍ରକାଶ ପାଇଥିଲା, ବିଶେଷ କରି ଉଗ୍ରତାରା ମଣ୍ଡଳର ସଭାପତି ଗାୟକ କୌସ୍ତୁଭ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାମନ୍ତରା ମହୋଦୟଙ୍କର ପ୍ରଥମେ ପ୍ରସ୍ତାବ ପରେ ଆମକୁ ଯାହା ହେଉ ସଦୟ ସହଯୋଗ କରିଛନ୍ତି ଶ୍ରୀରାମ ମନ୍ଦିରର କର୍ତ୍ତୃପକ୍ଷ ଶ୍ରୀଯୁକ୍ତ ଗଙ୍ଗାଧର ତ୍ରିପାଠୀ ମହୋଦୟଙ୍କୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରିବି ଏ ଶୁଭ ସମୟରେ। ଏବଂ ଭାଗବତ ପ୍ରଦୀପ ପଣ୍ଡିତ ଗୁରୁଚରଣ ମହାରଣା, ନିରଞ୍ଜନ ବାହିନପତି ମହୋଦୟ, ଗାୟକ ଯୁଧିଷ୍ଠିର ମହାପାତ୍ର, ପ୍ରଶାନ୍ତ ଭାଇ, ଲମ୍ବୋଦର ଭାଇ, ଆମର এই କାର୍ଯ୍ୟକ୍ରମକୁ ଆଜିକାର ଦିନରେ ଆସନ୍ତାକାଲିଠାରୁ ସମଗ୍ର ଓଡ଼ିଶା ମଧ୍ୟ ଦେଖିବ, ଏଥିରେ ତେଳେ ମାତ୍ର ସନ୍ଦେହ ନାହିଁ। ତ୍ରିଶକ୍ତି ଭକ୍ତି ସୁଦ୍ଧା, ଶାଶ୍ୱତ କୁମାର ମିଶ୍ର, ସମସ୍ତ ସହଯୋଗୀ ବୁଦ୍ଧିଜୀବୀ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ କୃତଜ୍ଞତା ଅର୍ପଣ କରୁଛି ଆଜିକାର ସଭାରେ ସଦୟ ସହଯୋଗ କରିଥିବାରୁ, ଉପସ୍ଥିତ ପ୍ରଦାନ କରିଥିବାରୁ। ଏତିକି ମୋର ବକ୍ତବ୍ୟ ସାଙ୍ଗ କରୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। ଧନ୍ୟବାଦ କମଳେଶ ବାବୁ। ପୁରାତନ ପାଲା ଓ ନୂତନ ପାଲାର गरिमा को बखाणिबा सहित
ଦୁଇ ମହାନ ଆତ୍ମାଙ୍କର ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୁରାତନ ପାଲା ଯେ ସତ୍ୟ ଆଉ ଫେରି ଆସିବ, ପାଲା ଶାସ୍ତ୍ରୀୟ ମର୍ଯ୍ୟାଦା ପାଇବ, ନିଜସ୍ୱ ଶୈଳୀରେ ପାଲା କଳାକାର ତା ପାଲା ପରିବେଷଣ କରିବେ, ଏ ଆଶା ବ୍ୟକ୍ତ କରିଛନ୍ତି।